ଅଣ୍ଟାରେ ବଳ ନାହିଁ, ତଥାପି ବୟସର ଅପରାହ୍ନରେ ସଂଘର୍ଷ କରୁଛନ୍ତି ବୃଦ୍ଧା ଜଣକ। ଚମ ଧୁଡ଼ୁ ଧୁଡ଼ୁ ଅବସ୍ଥାରେ ଆଖିକୁ ଠିକ୍ରେ ଦେଖାଯାଉନଥିବା ବେଳେ କଥା ମଧ୍ୟ ଠିକ୍ରେ କହିପାରୁନାହାନ୍ତି। ଆଉ ଏହାରି ଭିତରେ ସଳଖି ସଳଖି କାଦୁଅ ପଚପଚ ରାସ୍ତାରେ ଘୁଷୁରି ଘୁଷୁରି ଆଗକୁ ଚାଲିଛନ୍ତି ଏ ବୃଦ୍ଧା। ଠିଆ ହେବା ତ ଦୂରର କଥା, ଅଣ୍ଟାରେ ବଳ ନଥିବାରୁ ହାତ ଦୁଇଟିକୁ ଯେମିତି ନିଜ ପାଦ କରିଦେଇଛନ୍ତି। ଆଉ ସେହି ପାଦ ସାହାଯ୍ୟରେ ଆଗକୁ ଆଗକୁ ବଢ଼ି ଚାଲିଛନ୍ତି। ବର୍ତ୍ତମାନ ଲଗାଣ ବର୍ଷା ସାଙ୍ଗକୁ ପବନ ମଧ୍ୟ ହେଉଛି, ତଥାପି ଏସବୁକୁ ଖାତିର ନ କରି ହାତରେ ଖଣ୍ଡେ ବାଡ଼ି ଧରି ଏ ଅସହାୟ ଅବସ୍ଥାରେ ଘୁଷୁରି ଘୁଷୁରି ଚାଲିଛନ୍ତି। କ'ଣ ବା କରିପାରିବେ? ସବୁ ତ ପେଟ ପାଇଁ ନାଟ। ପେଟ ଚାଖଣ୍ଡେ ପାଇଁ ଏ ଦୃଶ୍ୟ ଦେଖିବା ପରେ ଯାହା ଲାଗୁଛି ସଂଘର୍ଷର ସବୁ ସୀମା ଯେମିତି ପାର ହୋଇଯାଇଛି। କିନ୍ତୁ ବୃଦ୍ଧ ଜଣକ ବୟସର ଅପରାହ୍ନରେ ପହଞ୍ଚିଥିଲେ ବି ଜୀବନର ସଂଘର୍ଷରୁ ହାର ମାନିନାହାନ୍ତି। ତେବେ ଆପଣ ନିଶ୍ଚିତ ଭାବୁଥିବେ ଏପରି ଅବସ୍ଥାରେ ଏ ବୃଦ୍ଧା ଜଣକ ଯାଉଛନ୍ତି କୁଆଡ଼େ? ତାଙ୍କର ଏପରି ଅବସ୍ଥାରେ ଯିବା ଯେମିତି ତାକୁ ବିପଦ ଆଡ଼କୁ ଟାଣି ଆଣୁଛି। ତେବେ ଇଏ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଉପାନ୍ତ ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ଗାଁର ବୃଦ୍ଧା ପଥରୀ ଦେଉରୀ। ଭଲ ଭାବରେ ଦେଖନ୍ତୁ ଏ ଦୃଶ୍ୟକୁ। ବୃଦ୍ଧଙ୍କର ଏପରି ଅବସ୍ଥା ଦେଖି ସମସ୍ତଙ୍କ ଆଖିରୁ ଲୁହ ଝରି ଆସୁଛି। ଖବର ନେବାରୁ ଯାହା ଜଣାପଡ଼ିଛି, ମାସିକ ଭତ୍ତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଯାଉଛନ୍ତି। ପଥରୀ ଏଠି ତ ଅଛି ଘର ବନେଇକି। ଏଇ ପଞ୍ଚାୟତ କି ଯେ କହିଲା, ପଞ୍ଚାୟତ ବାବୁ କହିଲା ଯେ ଆସନ୍ତୁ। ସରକାର ଯାଇ ନୂଆ ସରକାର ମଧ୍ୟ ଆସିଛି, ହେଲେ ଏଠି ସରକାରୀ ଯୋଜନା ସାତ ସପନ ପାଲଟିଛି। ଜଣେ ଅସହାୟ ବୃଦ୍ଧା ଭତ୍ତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଆସିବା ଘଟଣା ଯାହା ଏବେ ପ୍ରଶାସନର କାର୍ଯ୍ୟକର୍ତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତ୍ୟେକ ଦିନ ଏମିତି ଘୁଷୁରି ଘୁଷୁରି କରୁଛନ୍ତି ଦୈନନ୍ଦିନ ଜୀବନର କାର୍ଯ୍ୟ। ତେବେ ପ୍ରଶାସନ କେବେ ବୃଦ୍ଧା ପଥୁରୀ ଦେଉରୀଙ୍କୁ ଟ୍ରାଇସାଇକେଲଟିଏ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା। ତେଲକୋଇରୁ ଦେବାଶିଷ ପାତ୍ରଙ୍କ ରିପୋର୍ଟ, A1 ଓଡ଼ିଆ।